ଅଛି ଯୋଉଟା ଟୋକା ମାନେ ନ ପାଇଲେ ସିଧା ହାତରେ କାମ ଚଳେଇ ଦିଅନ୍ତି। ସେଇ ଜିନିଷ ଯୋଉ ଜିନିଷକୁ ନ ପାଇଲେ ପୁଅ ମାନେ ହାତରେ କାମ ଚଲାନ୍ତି, କିନ୍ତୁ ଝିଅ ମାନେ ଆଙ୍ଗୁଠିରେ। ପୁଅ ମାନଙ୍କୁ ତ କରିବା ପାଇଁ ହାତ ଦରକାର ହଉଛି, କିନ୍ତୁ ତମେ ମାନେ ତ ଆଙ୍ଗୁଠିରେ ହିଁ କାମ ଚଲେଇ ଦଉଛ। ୱାଓ। ସିମ୍ପଲ ଜିନିଷ ପାନିଆ। ବେଧି ଟୋକି, ମୁଁ ବି ତ ସେଇ କଥା ହିଁ କହୁଛି। ପାନିଆ ପାନିଆ। ମୋ ସାଙ୍ଗ କହୁଛି ତା ଗାର୍ଲଫ୍ରେଣ୍ଡ ର ଦିଲ୍ ଏତେ ବଡ ଯେ ଦି ହାତରେ ବି ଜାଗା ହଉନି। ଦିଲ୍ ଦୁଇ ହାତରେ ବି ଜାଗା ହଉନି? ମା ଘିଆ ତତେ ତାହେଲେ ତୋ ସାଙ୍ଗ ଦିଲ୍ କଥା କହୁନି, ତା ଗାର୍ଲଫ୍ରେଣ୍ଡ ର ଦୁଧ କଥା କହୁଛି ତତେ। ଶୀତ ଦିନେ କିଛି ଜିନିଷ ଏମିତି ଭିତରେ କଣ ପାଇଁ ଜାକି ହେଇଯାଏ, ଯେମିତି କି କଇଁଛର ମୁଣ୍ଡ। ଓଏ ମ୍ୟାଡାମ, ତୁ ରିଲ୍ସ କରିବା ଆଗରୁ ଗଞ୍ଜେଇ ଟିକେ ମାରିକି ଆସିଛୁ କି? କଇଁଛ କେବଳ ଶୀତ ଦିନରେ ହିଁ ତା ମୁଣ୍ଡ ଜାକି ଦିଏ ନାହିଁ, ତାର ସିଏ ଯେତେବେଳେ ମନ ସିଏ ସେତେବେଳେ ତା ମୁଣ୍ଡଟି ଜାକି ଦିଏ। ମୁଁ ଜାଣିଛି ତମେ ଏ କଥା ଜାଣିଥିବ। ଉଦାହରଣ ଦଉଛ କଇଁଛର ମୁଣ୍ଡ, କିନ୍ତୁ ଟାର୍ଗେଟ କରୁଛ ପୁଅ ମାନଙ୍କର ବାଣ୍ଡ। ମୋ ବୟଫ୍ରେଣ୍ଡ କୁ ପଚାରିଲି ତମେ ସକାଳୁ ଉଠି ପ୍ରଥମେ କଣ ଉଠାଅ, ବ୍ରଶ ନା ମୋବାଇଲ? ସେ କହିଲେ ପ୍ରଥମେ ଯୋଉଟା ଉଠିକି ଥାଏ ତାକୁ ଶୁଆଏ। ତୁ ମାଘିଆ, ତୋ ବୟଫ୍ରେଣ୍ଡ କୁ ରାତି ଅଧରେ ତୁ ଫଟୋ ଆଉ ଭିଡିଓ ସେଣ୍ଡ କରୁଥିବୁ, ସେଥିପାଇଁ ତୋ ବୟଫ୍ରେଣ୍ଡ ର ସକାଳୁ ସକାଳୁ ଉଠୁଥିବ। ତୁ ଗୋଟେ କାମ କର, ତୋ ବୟଫ୍ରେଣ୍ଡ ର ସକାଳୁ ସକାଳୁ ଉଠିବନି, ତାକୁ ତୁ କହ 5-6 ଥର ମାଳି ସାହି ଆଡୁ ବୁଲି ଆସୁ। ଭଗବାନ ତ 70% ପାଣି ପୃଥିବୀରେ ଦେଇଛନ୍ତି, କିନ୍ତୁ ଆଜି ଏ ଲୋକ ରେଡ୍ ଲାଇଟ୍ ଏରିଆରେ ବସି ଶୋଷ କାଇଁ ମାରୁଛନ୍ତି? ତୁ ମାଘିଆ ଡବଲ ମିନିଂ ରେ କଥା ହବା ତ ଶିଖିଛୁ, କିନ୍ତୁ ଏତିକି ଜାଣି ନାହିଁ ରେଡ୍ ଲାଇଟ୍ ଏରିଆରେ ଶୋଷ ମାରିବାକୁ ଯାଇନଥାନ୍ତି, ଗାଣ୍ଡି ମାରିବାକୁ ଯାଇଥାନ୍ତି। ପୁଅ ମାନେ ବାଥରୁମ କୁ ପ୍ରଥମେ ବସିକି ଟ୍ୟାପ ଟାକୁ କାଇଁ ଖୋଲି ଦିଅନ୍ତି ଜାଣିଛ? ତାକି ବାକି ସାଉଣ୍ଡ ଗୁଡାକ ବାହାରକୁ ନ ଯାଉ, ତାକୁ ଦବେଇବାକୁ ଚେଷ୍ଟା କରନ୍ତି। ତୁ କେମିତି ଜାଣିଲୁ? ତୁ ତାହେଲେ ପୁଅ ମାନଙ୍କ ସହ ମିଶିକି ବାଥରୁମ ଯାଉଥିବୁ। ଏମିତି ବି ହେଇଥାଇପାରେ, ପୁଅ ମାନେ ବାଥରୁମ ରୁ ବାହାରି ସାରିଲା ପରେ ଏ ମ୍ୟାଡାମ ଯାଇକି ଚେକ୍ କରୁଥିବେ, କିଏ ହଗିବାକୁ ଆସିଥିଲା କି ମୁଠି ମାରିବାକୁ ଆସିଥିଲା। ରାତି ସାରା ସେ ଆସିଲେନି, ମୋ ସାଙ୍ଗ ହଲେଇ ହଲେଇକି ଶୋଇ ପଡିଲା। ତମ ସାଙ୍ଗ ହଲେଇ ହଲେଇ ଶୋଇ ପଡିଲା ପରେ ତମେ ଗଲ ନାଇଁ ଟିକେ ହଲେଇ ଦେଇଥାନ୍ତ। ଯାକୁ ହଲଉଥିଲା ସେ ବିଞ୍ଚଣା ଥିଲା, ଯେ ଆସିଲାନି ସେ ଶଳା କରେଣ୍ଟ ଥିଲା। ସାଙ୍ଗ ଯାହାକୁ ହଲଉଥିଲା ସେ ବିଞ୍ଚଣା ଥିଲା। ଓ ମ୍ୟାଡାମ, ଆମର ଆଡେ ପବନ ଖାଇଲେ ବିଞ୍ଚଣାକୁ ବୁଲାନ୍ତି, ତମର ସିଆଡେ କଣ ହଲାନ୍ତି? ଲାଇଫ ରେ କେବେ ସେ ଝିଅକୁ ଛାଡିବୁନୁ ଯେ ସମସ୍ତଙ୍କର ଛାଡିକି ତୋର ମୁଠେଇକି ଧରିବ। କୋଉଟା ହାତ। ଏ ବେଦି କଥା କେହି ଶୁଣିବ ନାହିଁ, ଏ ମାଗିଆ ସବୁ କଥା ମିଛ କହୁଛି। ତମେ ମୋ କଥା ଶୁଣ। ବୋଲ ଲାଇଫ ରେ କେବେ ବି ସେଇ ଭଳିଆ ଝିଅକୁ ଧରିବ ନାହିଁ, ଯେଉଁ ଝିଅ ଅନ୍ୟ ମାନଙ୍କର ଛାଡିକି ତମର ମୁଠେଇକି ଧରୁଛି। ଟାଇମ ଆସିଲେ ତମର ମାଣ୍ଡ ଛାଡିକି ଆଉ କାହାର ମାଣ୍ଡ ଧରିବ। ଯେତେ ଅନ୍ଧାର ଥିଲେ ବି ତମେ ଯଦି ଚାର୍ଜରକୁ ନେଇକି ଠିକ ଜାଗାରେ ପୁରେଇ ଦଉଛ, ତାହେଲେ ଜାଣୁଛ ତମ ମାନଙ୍କ ବାହା ହେବା ବୟସ ଆସିଯାଇଛି। ସେମିତି ଯଦି ହୁଅନ୍ତା 18 ବର୍ଷ ହବା ଆଗରୁ ସମସ୍ତେ ବାହା ହେଇଯାନ୍ତେ, କାହିଁକି ନା ଆଜିକାଲି ତ ଛୋଟ ପିଲାମାନେ ବି ଅନ୍ଧାରରେ ପୁରେଇ ଦଉଛନ୍ତି। ବଜଡି ବାଲା।